ଆପଣମାନଙ୍କ ପାଇଁ ଏକ ବହୁତ ବଡ଼ ଭ୍ୟାକେନ୍ସିଟି ଆସିଯାଇଛି ଯାହାକି ଆପଣମାନେ ଆପ୍ଲାଏ କରନ୍ତୁ ଏବଂ ଗୋଟେ ଗୋଟେ ଭ୍ୟାକେନ୍ସି ଆପଣଙ୍କ ନାଁରେ କରିନିଅନ୍ତୁ। ଏମିତିକା ଇନଫର୍ମେସନ୍ କୌଣସି ବି ୟୁଟ୍ୟୁବ୍ ଚ୍ୟାନେଲ୍ ଆଜି ଯାଏଁ ଓଡ଼ିଶାରେ ଦେଇନି କି ଆଗକୁ ବି ଦେବ କି ନାହିଁ ମୁଁ ତ ଜାଣିନି, କିନ୍ତୁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆପଣମାନଙ୍କ ପାଇଁ ସବୁବେଳେ ରିଆଲିଟି ଏବଂ ବହୁତ ଭଲ ଭଲ ଅପରଚ୍ୟୁନିଟି ଆସିବ। ଯେଉଁ ପିଲାମାନେ ବି ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ଆଗକୁ ଆହୁରି ଭଲ ଭଲ ଇନଫର୍ମେସନ୍ ଜାଣିକି ଜବ୍ରେ ଆପ୍ଲାଏ କରନ୍ତୁ। ତ ଫ୍ରେଣ୍ଡସ୍ ଦେଖନ୍ତୁ ଆପଣମାନଙ୍କ ପାଇଁ ଭ୍ୟାକେନ୍ସିଟି ଆସିଯାଇଛି ଇଣ୍ଟେଲିଜେନ୍ସ ବ୍ୟୁରୋ ତରଫରୁ, ଯାହାକି ଆପଣମାନଙ୍କ ପାଇଁ ଏକ ବହୁତ ଭଲ ଭ୍ୟାକେନ୍ସିଟି ରହୁଛି। ମୁଁ ଆପଣମାନଙ୍କୁ ଟିକିନିକି ଖବର ଆଗକୁ ଦେଉଛି, ଭିଡ଼ିଓରେ ଶେଷ ପର୍ଯ୍ୟନ୍ତ ବନି ରହନ୍ତୁ। ଭିଡ଼ିଓକୁ ଗୋଟେ ଭଲ ଲାଗିଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିବେ ଏବଂ ସାଙ୍ଗସାଥୀଙ୍କ ସହ ସେୟାର କରିକି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ତ ଫ୍ରେଣ୍ଡସ୍ ଦେଖନ୍ତୁ ଆପଣମାନଙ୍କ ପାଇଁ ଭ୍ୟାକେନ୍ସିଟି ଆସିଛି ଇଣ୍ଟେଲିଜେନ୍ସ ବ୍ୟୁରୋ ତରଫରୁ, ଯାହାକି ଆପଣମାନଙ୍କ 2025ର ଆପଣମାନଙ୍କ ନୋଟିଫିକେସନ୍ଟି ଆସିଛି। ମୁଁ ଏଠାରେ ଆପଣମାନଙ୍କୁ କ୍ଲିୟରଲି ସବୁ ଦେଖାଉଛି କ'ଣ କ'ଣ ରହିଛି, କେଉଁ କାଟେଗୋରୀ ପାଇଁ କେତେ ଭ୍ୟାକେନ୍ସି ରହିଛି। ଆପଣଙ୍କ ସ୍ୟାଲେରୀ ଲେଭେଲଟି ଦେଖି ନିଅନ୍ତୁ, ଯାହାକି 7 ନମ୍ବର ଅଫ୍ ସ୍ୟାଲେରୀ ସ୍କେଲଟି ରହିଛି। ଆପଣମାନେ ଏଥିରେ ଆପଣମାନଙ୍କୁ 44,900ରୁ ନେଇକି 1,42,400 ପର୍ଯ୍ୟନ୍ତ ଆପଣମାନଙ୍କ ଦରମାଟି ରହିବ, ଯାହାକି ବହୁତ ବଢ଼ିଆ ଦରମା ସ୍କେଲଟି ମଧ୍ୟ ରହିଛି। ଆପଣମାନେ ନିଶ୍ଚିନ୍ତ ଏଥିରେ ଆପ୍ଲାଏ କରନ୍ତୁ। ତ ଫ୍ରେଣ୍ଡସ୍ ଦେଖନ୍ତୁ ଏଠାରେ ୟୁଆର୍ କ୍ୟାଟେଗୋରୀ ପାଇଁ ଆପଣମାନଙ୍କ 1,537ଟି ଭ୍ୟାକେନ୍ସି ରହିଛି। ଇଡବ୍ଲ୍ୟୁଏସ୍ ପାଇଁ 442ଟି ରହିଛି। ଓବିସି ପାଇଁ ଆପଣମାନଙ୍କ 946ଟି ରହିଛି। ଏସ୍ସି କ୍ୟାଟେଗୋରୀ ପାଇଁ ଆପଣମାନଙ୍କ 566ଟି ରହିଛି ଏବଂ ଏସ୍ଟି ପାଇଁ ଆପଣମାନଙ୍କ 226 ଭ୍ୟାକେନ୍ସି ରହିଛି, ଯାହାକି ଟୋଟାଲ୍ ମିଶିକି ଆପଣମାନଙ୍କ 3,717ଟି ଭ୍ୟାକେନ୍ସି ହୋଇଯାଉଛି ହେଲା। ଯେଉଁ ପିଲାମାନେ ବି ଏଥିରେ ଗ୍ରାଜୁଏସନ୍ କରିଛନ୍ତି ସେହି ସମସ୍ତ ପିଲା ଆପ୍ଲାଏ କରନ୍ତୁ। ଆଉ ଯେଉଁ ପିଲାମାନେ ଗ୍ରାଜୁଏସନ୍ ଯଦି କରିନାହାନ୍ତି ସେହିମାନେ ପ୍ଲିଜ୍ ଭିଡ଼ିଓଟିକୁ ସେୟାର କରନ୍ତୁ ବହୁତ ମାତ୍ରାରେ। ଯେଉଁ ପିଲାମାନେ ଓଡ଼ିଶାରୁ ଇଣ୍ଟେଲିଜେନ୍ସ ବ୍ୟୁରୋ ପାଇଁ ଗୋଟେ ସ୍ୱପ୍ନ ଦେଖିଛନ୍ତି, ସେମାନେ ଯିବା ପାଇଁ ଚାହୁଁଛନ୍ତି, ସେମାନେ ଯଦି ଜାଣି ନ ପାରିବେ ତ ତାଙ୍କ ପାଇଁ ଗୋଟେ ଅପରଚ୍ୟୁନିଟି ହଜିଯିବ ଏବଂ ଆପଣମାନେ ତାଙ୍କୁ ହେଲ୍ପ କରିପାରିବେ ଏବଂ ତାଙ୍କ ପାଖକୁ ଭିଡ଼ିଓଟିକୁ ସେୟାର କରିପାରିବେ। ଯଦି ଆପଣମାନଙ୍କ ଯୋଗ୍ୟତା ହେଉଥିଲେ ଆପଣମାନେ ନିଜେ ଆପ୍ଲାଏ କରନ୍ତୁ ଏବଂ ନ ହେଉଛି ଯଦି ଆପଣମାନଙ୍କ ସାଙ୍ଗସାଥୀଙ୍କ ସହ ସେୟାର କରିକି ଏଥିରେ ଆପ୍ଲାଏ କରନ୍ତୁ ହେଲା। ଯଦି ଆପଣମାନଙ୍କ ପାଖରେ କମ୍ପ୍ୟୁଟର ନଲେଜ୍ ଅଛି ତ ଠିକ୍ ନଥିଲେ ବି ଆପଣମାନେ ଆପ୍ଲାଏ କରନ୍ତୁ ଏବଂ ଆପଣମାନଙ୍କ ଯେଉଁ ବୟସ ସୀମାଟି ରହିଛି, ବୟସ ସୀମା ଆପଣମାନଙ୍କୁ ଯଦି 18 ବର୍ଷରୁ ନେଇକି 27 ବର୍ଷ ମଧ୍ୟରେ ରହୁଛି ତାହେଲେ ଆପଣମାନେ ଏଥିରେ ଆପ୍ଲାଏ କରିପାରିବେ ଏବଂ ଆପଣଙ୍କୁ 10/8/2025କୁ ଆପଣମାନଙ୍କୁ 18 ବର୍ଷ ହୋଇଯାଉଥିବା କଥା। ବାସ୍ ଏତିକି ଆପଣମାନଙ୍କ ଏଜ୍ ଲିମିଟ୍ଟି ଦେଇଛି। ଯଦି ଆପଣମାନଙ୍କ ଏଜ୍ ଠିକ୍ ଅଛି ତ ତାହେଲେ ଏଥିରେ ଆପଣମାନେ ଯାଇକି ଆପ୍ଲାଏ କରନ୍ତୁ। ଦେଖନ୍ତୁ ଏହିସବୁ ଆପଣମାନଙ୍କ ଏକ୍ଜାମ୍ରେ ଆସିବ, ଯାହାକି ଏଠାରେ ଆପଣମାନେ ଦେଖିପାରୁଥିବେ କରେଣ୍ଟ ଆଫେୟାର୍, ଜେନେରାଲ୍ ଷ୍ଟଡ଼ିଜ୍, ରିଜନିଂ, ଏସବୁ ଗୁଡ଼ାକ ଆପଣମାନଙ୍କ ଆସିବ ଏକ୍ଜାମ୍ରେ। ଆପଣମାନେ ଏହିସବୁକୁ ଷ୍ଟଡ଼ି କରନ୍ତୁ ଏବଂ ଏକ୍ଜାମ୍ ପାଇଁ ପ୍ରିପେୟାର୍ଡ଼ ହୁଅନ୍ତୁ। 2025 ଭିତରେ ଆପଣମାନଙ୍କ ଏକ୍ଜାମ୍ ହେଇକି ଆପଣମାନଙ୍କୁ ବୋଧେ ଜବ୍ରେ ଲଗାଇ ବି ଦେଇପାରେ ହେଲା। ତ ଆପଣମାନଙ୍କୁ ମୁଁ ଟିକିନିକି ଖବର ଦେବି କେବେ କ'ଣ ଏହାର ଏକ୍ଜାମ୍ ଆସିବ, କେବେ କ'ଣ ହେବ। ଆପଣ ଯଦି ଏଲିଜିବିଲିଟି ହେଉଛି ତ ତାହେଲେ ପ୍ରଥମେ ଆପଣ ଆପ୍ଲାଏ କରନ୍ତୁ। ଓଡ଼ିଶାରୁ ଆପଣମାନେ ଯାଆନ୍ତୁ ଇଣ୍ଟେଲିଜେନ୍ସ ବ୍ୟୁରୋରେ ଆପଣମାନେ ଭର୍ତ୍ତି ହୁଅନ୍ତୁ। ବାସ୍ ଏହା ଗୋଟେ ଆମ ପାଇଁ ସମସ୍ତଙ୍କ ପାଇଁ ଗୋଟେ ଗର୍ବର କଥା ହେବ। ତାପରେ ଦେଖନ୍ତୁ ଏଠାରେ ଆପଣମାନେ ଦେଖିପାରୁଥିବେ ଆମ ଯେଉଁ ଓଡ଼ିଶାର ଏକ୍ଜାମ୍ ସେଣ୍ଟରଟି କେଉଁ କେଉଁ ଜାଗାରେ ଦେଇଛି। ଦେଖନ୍ତୁ ମୁଁ ଆପଣମାନଙ୍କୁ ଏଠାରେ ଦେଖାଉଛି ଓଡ଼ିଶାର ଏକ୍ଜାମ୍ ସେଣ୍ଟର କେଉଁ କେଉଁ ଜାଗାରେ ଦେଇଛି। ପ୍ରଥମେ ଆପଣମାନଙ୍କ ବାଲେଶ୍ୱର ଏଠାରେ ଅଛି ହେଲା, ତାପରେ ବ୍ରହ୍ମପୁର ଅଛି, ଗଞ୍ଜାମ ଅଛି, ଭୁବନେଶ୍ୱର ଅଛି, କଟକ ଅଛି, ଢେଙ୍କାନାଳ ଅଛି, ରାଉରକେଲା ଅଛି, ସମ୍ବଲପୁର ଅଛି ହେଲା। ଏହି ସବୁ ଜାଗାରେ ଆପଣମାନଙ୍କ ଏକ୍ଜାମ୍ ସେଣ୍ଟରଟି ରହିବ। ଆପ୍ଲାଏ କରିବାର ଯେଉଁ ଡେଟ୍ଟି ରହିଛି ତାହା ଆପଣମାନଙ୍କ 19/7/2025ରୁ ଷ୍ଟାର୍ଟ ହୋଇଗଲାଣି ଏବଂ ଆପଣମାନଙ୍କ 10/8/2025 ଲାଷ୍ଟ ଡେଟ୍ ରହିଛି ଏବଂ ଆପଣମାନଙ୍କ ଯେଉଁ ପେମେଣ୍ଟ ସିଷ୍ଟମଟି ରହିଛି ତାହା 12/8/2025 ଲାଷ୍ଟ।